ନମ୍ବର 1 ମୋଦି ଖାଇଲେ ଓଡ଼ିଆ ଖାଦ୍ୟ ତାଳିରେ ଥିଲା ସନ୍ତୁଳା ଜହ୍ନି ରାଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ପ୍ରଥମ ଦିନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାତ୍ରି ଭୋଜନ କରିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଓଡ଼ିଆ ନିରାମିଷ ଖାଦ୍ୟରେ ମଜା ନେଇଛନ୍ତି। ରାତ୍ର ଭୋଜନରେ ସମ୍ପୂର୍ଣ୍ଣ ରୂପେ ନିରାମିଷ ଥିଲା। ତାଙ୍କ ଖାଦ୍ୟ ତାଲିକାରେ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ ରହିଥିଲା। ୱେଲକମ୍ ଡ୍ରିଙ୍କସ୍ ପରେ ଅଜବିନ ପନିର ଟିକ୍କା, ବାରବିକ୍ୟୁ ମସ୍କୁର, ସ୍ପ୍ରିଂ ୱେଟ୍ସ, ଡେଭିଲ୍ ଷ୍ଟ୍ରି, ରୋଲ୍ ଡୋକଲା ରହିଥିଲା। ସେହିପରି ସୁପ୍ ସହ ସାଲାଡ୍ ଥିଲା। ରାତ୍ର ଭୋଜନରେ ମେନ୍ କୋର୍ସରେ ଥିଲା ମଟନ ପନିର, ତାୱା, ଭେଜିଟେବୁଲ ମଲାଇ କୋଫତା କରି, ସନ୍ତୁଳା ଜହ୍ନି ଆଳୁ ରାଇ, ଭେଣ୍ଡି ବର୍ଜି ଆଳୁ ମିଟି ମଧ୍ୟ ଥିଲା। ଏହା ସହ କିଛି ଗୁଜରାଟୀ ଖାଦ୍ୟ ମଧ୍ୟ ପରସା ଯାଇଥିବା ସୂଚନା ମିଳିଛି। ମୁଗ ଡାଲିରେ ଖେଚଡ଼ି ସହ ଭେଜ୍ ଦମ୍ ବିରିୟାନୀ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି। ନମ୍ବର 2 1 ଲିଟର ସମୁଦ୍ର ପାଣିରେ ଥାଏ କେତେ ପରିମାଣର ଲୁଣ? ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ସମୁଦ୍ର ଜଳ ଏତେ ଲୁଣିଆ ଯେ ଅତ୍ୟଧିକ ତୃଷାର୍ତ୍ତ ହୋଇଥିଲେ ମଧ୍ୟ ଏହାକୁ ପିଇ ପାରିବା ନାହିଁ। ଆପଣ ଜାଣନ୍ତି କି 1 ଲିଟର ସମୁଦ୍ର ଜଳରେ କେତେ ଲୁଣ ଅଛି? ବାସ୍ତବରେ ସମୁଦ୍ର ଜଳରେ ଅନେକ ପ୍ରକାର ଖଣିଜ ପଦାର୍ଥ ଦ୍ରବୀଭୂତ ହୋଇଛି, ଯେଉଁଥିରେ ସର୍ବାଧିକ ପରିମାଣ ହେଉଛି ସୋଡ଼ିୟମ କ୍ଲୋରାଇଡ୍, ଯାହାକୁ ଆମେ ସାଧାରଣତଃ ଲୁଣ ବୋଲି କହିଥାଉ। ହାରାହାରି 35 ଗ୍ରାମ ଲୁଣ 1 ଲିଟର ସମୁଦ୍ର ଜଳରେ ଦ୍ରବୀଭୂତ ହୁଏ। ଅର୍ଥାତ୍ ଯଦି ଆପଣ 1 ଲିଟର ସମୁଦ୍ର ଜଳକୁ ଫୁଟାଇବେ ତେବେ ଆପଣ ପ୍ରାୟ 1 ଚାମଚ ଲୁଣ ପାଇବେ। କୁହାଯାଏ ଯେ ଯେତେବେଳେ ବର୍ଷା ଜଳ ପଥର ଉପରେ ପଡ଼େ ଏହା ତରଳିଯାଏ ଏବଂ ସେଥିରେ ଦ୍ରବୀଭୂତ ଖଣିଜ ପଦାର୍ଥକୁ ନେଇଯାଏ। ଏହି ଜଳ ନଦୀ ଦେଇ ସମୁଦ୍ରରେ ପହଞ୍ଚେ ଏବଂ ଖଣିଜ ପଦାର୍ଥ ସେଠାରେ ଜମା ହୋଇ ରହିଯାଏ। ନମ୍ବର 3 କ୍ରିକେଟର ଗିରଫ, ମ୍ୟାଚ୍ ଫିକ୍ସିଂ ସହ ଜଡ଼ିତ ମାମଲାରେ କାର୍ଯ୍ୟାନୁଷ୍ଠାନ। ଦକ୍ଷିଣ ଆଫ୍ରିକା କ୍ରିକେଟରୁ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ଯେତେବେଳେ 3 ଜଣ ଆଫ୍ରିକାରେ ଖେଳାଳି ଲାନବା ତଟନସବ ଏବଂ ତାମିଲ ସାଲେମା ଏବଂ ଇତି ମାମଲାବିଙ୍କୁ 5ଟି ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଦୁର୍ନୀତି ନିବାରଣ ଆଇନ 2024ର ଧାରା 15 ଅନୁଯାୟୀ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଦାଖଲ କରାଯାଇଛି। ଏଥିରେ ଅନ୍ୟ ଜଣଙ୍କଠାରୁ କୌଣସି ପ୍ରକାର ଲାଞ୍ଚ ନେବା କିମ୍ବା ଚେଷ୍ଟା କରିବା ଅନ୍ତର୍ଭୁକ୍ତ। ଏହା କୌଣସି ଇଣ୍ଟରଭେଟ୍ ପାଇଁ ବିପଦ ଏବଂ ଦୁର୍ବଳ। 7 ଜଣ ଖେଳାଳିଙ୍କ ମଧ୍ୟରୁ ଗୁଲାବ ବଡ଼ି ଜେଲରେ ଅଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ଜିମ୍ ସିମ୍ ଏବଂ ଫୁମି ମାଟିକେଙ୍କୁ ନିଲମ୍ବ ଦଣ୍ଡ ଦିଆଯାଇଥିଲା। ବର୍ତ୍ତମାନ ଗିରଫ ହୋଇଥିବା 3 ଜଣ ଖେଳାଳି ଫେବୃଆରୀ 2025 ପର୍ଯ୍ୟନ୍ତ ସେମାନଙ୍କର ଶୁଣାଣି ସ୍ଥଗିତ ରଖାଯାଇଛି। ନମ୍ବର 4 ଗରମ କରି ଖାଆନ୍ତୁ ନାହିଁ ଏହି 4ଟି ଜିନିଷକୁ କ୍ୟାନ୍ସର ରୋଗର କାରଣ ହୋଇଥାଏ। ଏହାକୁ ଗରମ କରି ଖାଇବା। କିଛି ଖାଦ୍ୟ ଜିନିଷ ଏମିତି ହୋଇଥାଏ ଯାହାକି ଗରମ କରିବା ପରେ ସେଥିରେ ଥିବା ପ୍ରୋଟିନ୍ ନଷ୍ଟ ହୋଇଯାଇଥାଏ ଏବଂ ଏଥିରେ ଥିବା କିଛି ଉପାଦାନ କ୍ୟାନ୍ସର ରୋଗର କାରଣରେ ପରିଣତ ହୁଏ। ପ୍ରାୟତଃ ଆମେ ଖାଦ୍ୟକୁ ଅନ୍ୟ ସମୟରେ ଗରମ କରି ଖାଇଥାଉ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ପ୍ରତ୍ୟେକ ଖାଦ୍ୟ ଗରମ ହେବା ଉଚିତ ନୁହେଁ। କିଛି ଖାଦ୍ୟ ଏବଂ ପାନୀୟ ଜିନିଷ ମଧ୍ୟ ଅଛି ଯାହା ଗରମ କରି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ବେଳେବେଳେ ଏହା କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ବଢ଼ାଇଥାଏ। କିଛି ଜିନିଷ ଅଛି ଯାହା ଗରମ ହେବା ପରେ ସେଥିରେ ଥିବା ପ୍ରୋଟିନ୍କୁ ଚାଲିଯାଇଥାଏ ଏବଂ ଏଥିରେ ଥିବା କିଛି ଉପାଦାନ କର୍କଟ କାରଣରେ ପରିଣତ ହୁଏ। ନମ୍ବର 5 ଆସିଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସୈନ୍ୟବାହିନୀ ତାଲିକା। ଜାଣନ୍ତୁ ଭାରତ ଓ ପାକିସ୍ତାନର ସ୍ଥାନ କେଉଁଠି? ଗ୍ଲୋବାଲ ଫାୟାର ପାୱାର ମିଲିଟାରୀ ଷ୍ଟେଟ୍ସ ନିକଟରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ସୈନ୍ୟ ତାଲିକା ପ୍ରକାଶ କରିଛି। 2024ରେ ଆମେରିକାର ବିଶ୍ୱ ସାମରିକ ଶକ୍ତି ମାନ୍ୟତାର ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ରୁଷ ଏବଂ ଚୀନ। ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ଭାରତ। ତେବେ ଭାରତର ପଡ଼ୋଶୀ ଦେଶ ପାକିସ୍ତାନକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବା ବେଳେ ଏହା ତାଲିକାରେ 9ମ ସ୍ଥାନରେ ରହିଛି। ପାକିସ୍ତାନ ସେନା ହେଉଛି ବିଶ୍ୱର 9ମ ଶକ୍ତିଶାଳୀ ସେନା। ଗ୍ଲୋବାଲ ଫାୟାର ପାୱାର ମିଲିଟାରୀ ଷ୍ଟେଟ୍ସ ଟାଙ୍କି 60ରୁ ଅଧିକ ବ୍ୟକ୍ତିଗତ କାରରେ ଆଧାରରେ 145ଟି ଦେଶରେ ସାମରିକତା ଶକ୍ତିକୁ ଆଧାର କରି ମୂଲ୍ୟାଙ୍କନ କରିଛି। ଯଦି ଆମେ ପାକିସ୍ତାନର ସେନାର ଶକ୍ତି ବିଷୟରେ କହିବା ତେବେ ପାକିସ୍ତାନ ପାଖରେ 3700ରୁ ଅଧିକ ଟ୍ୟାଙ୍କ, 1400 ସାମରିକ ବିମାନ ଏବଂ 17 ଲକ୍ଷ ସୈନିକ ଅଛନ୍ତି। ନମ୍ବର 6 ଗରିବର ଖାଦ୍ୟ ଆଳୁ ପାଲଟିଛି ରାଜନୈତିକ ଅସ୍ତ୍ର। ଜାଣନ୍ତୁ ଓଡ଼ିଶାକୁ ଆଳୁ ବନ୍ଦ ପଛର ଅସଲ ରାଜନୀତି। ଗରିବ ଲୋକର ଭାତ କଂସା କଳରେ ଯେଉଁ ଆଳୁ ସିଝା ଟିକଟକ ଚକଟା ହୋଇ ମୁଖ୍ୟ ଆଇଟମ ଭଳି ଥାଏ, ସେହି ଆଳୁ ଏବେ ପାଲଟିଛି ରାଜନୈତିକ ଅସ୍ତ୍ର। ଗରିବର ଖାଦ୍ୟକୁ ନେଇ ରାଜନୈତିକ ବ୍ୟକ୍ତିମାନଙ୍କର ଏହି ହୃଦୟହୀନ ରାଜନୀତିକୁ କିନ୍ତୁ ସାଧାରଣ ଗରିବ ମଣିଷ ବୁଝିପାରୁନାହାନ୍ତି। ଯେଉଁଦିନ ବୁଝିବେ ସେଦିନ ସବୁ ସରକାର ଭାଙ୍ଗିଯିବ। ଆସନ୍ତୁ ପଢ଼ିବା ପୁରା କାହାଣୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆରମ୍ଭ କରିଛନ୍ତି ଆଳୁ ପଲିଟିକ୍ସ। ଓଡ଼ିଶାକୁ ଆସୁଥିବା ଆଳୁ ଟ୍ରକ୍ଗୁଡ଼ିକୁ ସୀମାରେ ଅଟକାଇ ଦେଉଛି ପଶ୍ଚିମବଙ୍ଗ ପ୍ରଶାସନ। ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଆଉ ଆସୁନାହିଁ ଆଳୁ। ପଶ୍ଚିମବଙ୍ଗରେ କାଉଣ୍ଟିଙ୍କ ସ୍ୱାର୍ଥ ପାଇଁ ଏପରି କରାଯାଉଥିବା ସଫେଇ ଦେଇଛନ୍ତି ମମତା ବାନାର୍ଜୀ। କିନ୍ତୁ ଏହା ପଛରେ ରାଜନୀତି ଥିବାରେ ଗନ୍ଧ ବାରୁଛନ୍ତି ରାଜନୈତିକ ସମୀକ୍ଷକ। ନମ୍ବର 7 ଭାରତୀୟଙ୍କ ଗର୍ବ ତ୍ରିରଙ୍ଗାକୁ ଅସମ୍ମାନ। ପାଦରେ ଚାଲି ଚାଲି ଯାଉଛନ୍ତି ଛାତ୍ରଛାତ୍ରୀ। ସବୁଠି ବିରୋଧରେ ସ୍ୱର। ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ହେଉଥିବା ମାମଲା ଅନେକ
ଭାରତର ସାମ୍ନାକୁ ଆସିଛି। ଏହାର ଭିତରେ ଭାରତର ପ୍ରତି ଅପମାନକ ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବାଂଲାଦେଶ ଇଞ୍ଜିନିୟର ଆଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟିର ପ୍ରବେଶ ପଥରେ ଏକ ଭାରତୀୟ ପତାକା ଚଟାଣରେ ଅଙ୍କାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପତାକା ଉପରେ ଚପଲ ପିନ୍ଧି ଚାଲି ଚାଲି ଯାଉଥିବା ଦେଖାଯାଇଛି। ଏହି ୟୁନିଭର୍ସିଟି ବାଂଲାଦେଶରେ ଡାକାରା ବୋଲି ଜଣାପଡ଼ିଛି। ତେବେ ଏହା ଫଟୋ ସାମ୍ନାକୁ ଆସିଥିବା ପରେ ବର୍ତ୍ତମାନ ବିରୋଧରେ ସ୍ୱର ସାମ୍ନାକୁ ଆସିଛି। ତ୍ରିରଙ୍ଗାକୁ ଦେଶର ଗର୍ବ ଏବଂ ଗୌରବ କୁହାଯାଉଥିବା ବେଳେ ଏହି ଘଟଣା ପରେ ପ୍ରତିବାଦ ଏବଂ ବିରୋଧ କରାଯାଇଛି। ନମ୍ବର 8 ପାନ୍ କାର୍ଡ଼ 2.0 ନୂଆ ପାନ୍ କାର୍ଡ଼ ପାଇଁ କେଉଁଠି ଆପ୍ଲାଏ କରିବେ? କେତେ ଟଙ୍କା ଖର୍ଚ୍ଚ ହେବ? ଭାରତର ସରକାର ପାନ୍ 2.0 ପ୍ରକଳ୍ପ ଘୋଷଣା କରିଛନ୍ତି। ସରକାର ଏକ ନୂଆ ପାନ୍ କାର୍ଡ଼ ଆଣିବାକୁ ଯାଉଛନ୍ତି। ଏଥିରେ QR କୋଡ୍ ମଧ୍ୟ ରହିବ। ଏହାକୁ ତିଆରି କରିବା ପାଇଁ ଆପଣଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି। ନୂଆ ପାନ୍ କାର୍ଡ଼ରେ QR କୋଡ୍ର ସୁବିଧା ସହିତ ଅନେକ ବିଶେଷ ଜିନିଷ ରହିବ। ଟ୍ୟାକ୍ସ ସେୟାର ରେଜିଷ୍ଟ୍ରେସନ ସର୍ଭିସ ଅଧୀନରେ ହେବ। ଟ୍ୟାକ୍ସ ପେପର ରେଜିଷ୍ଟ୍ରେସନ ସର୍ଭିସରେ ସଂଶୋଧିତ ହେବ। ଏହା ବ୍ୟତୀତ ପାନ୍ TN 1.0 ଇକୋସିଷ୍ଟମ ଅପଗ୍ରେଡ୍ ହେବ। ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବହୁତ ଲାଭଦାୟକ ହେବ। ଯଦି ଆପଣ ଏକ ନୂଆ ପାନ୍ କାର୍ଡ଼ ତିଆରି କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ 50 ଟଙ୍କା ଖର୍ଚ୍ଚ କରି ତିଆରି କରିପାରିବେ। ଯଦି ଆପଣ କେବଳ ଗୋଟିଏ ପାନ୍ କାର୍ଡ଼ ଚାହୁଁଛନ୍ତି ତେବେ ଆପଣ ଏହାକୁ ଆପଣଙ୍କର ମେଲ୍ ଆଇଡିରେ ଅର୍ଡର କରିପାରିବେ। ନମ୍ବର 9 ଅଚାନକ ବଦଳିଲା ପାଗ, ଭୟଙ୍କର ରୂପ ନେଉଛି ବାତ୍ୟା ପେଙ୍ଗଲ। ଏହିସବୁ ସ୍ଥାନରେ ପ୍ରବଳ ବର୍ଷା। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପେଙ୍ଗଲ ଏକ ଭୟଙ୍କର ରୂପ ନେଇଛି ଏବଂ ପଡୁଚେରୀ ନିକଟର ଉପକୂଳ ଏହି ବାତ୍ୟା ଧକ୍କା ହେବ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି କରିପାରେ ଏବଂ ଘଣ୍ଟା ପ୍ରତି 70ରୁ 80 କିଲୋମିଟର ବେଗରେ ପବନ ରହିବ। ଏହି କାରଣରୁ ତାମିଲନାଡୁରେ ଅନେକ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଚେନ୍ନାଇ, କାଞ୍ଚିପୁରମ୍, ତିରୁବାଲୁରମ୍ ଏବଂ ଚେଙ୍ଗଲପାଟୁ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ କୌଣସି ବିଶେଷ କାର୍ଯ୍ୟ କିମ୍ବା ପରୀକ୍ଷା କରାଯିବ ନାହିଁ। ଏହା ବ୍ୟତୀତ ଇଷ୍ଟ କୋଷ୍ଟ ରୋଡ୍ ଏବଂ ପୁରୁଣା ମହାବୀରପୁରମ୍ ରୋଡ୍ ଭଳି ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଜନସାଧାରଣ ପରିବହନ ସେବା ମଧ୍ୟ ସାମୟିକ ଭାବେ ବନ୍ଦ ହୋଇଯାଇଛି। ନମ୍ବର 10 ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ପୁଣି ବଢ଼ିଲା ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ମନ। ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର। ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ 7.64 ପଇସାକୁ ବଢ଼ିଲା। ପୂର୍ବରୁ ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ 5 ଟଙ୍କା 90 ପଇସା ଥିଲା। ସେହିପରି ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ 10 ଟଙ୍କା 54 ପଇସାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ 8 ଟଙ୍କା 82 ପଇସା ଥିଲା। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।